छोट मोर गाँटी इलेक्ट्रॉनिक स्टेबिलाइजर प्रस्तुत छोट मोर गाँटी। नमस्कार आज्ञा, स्वागत जनाऊँ आपण मानक छोट मोर गाँटी आज अध्याय। प्राकृतिक परिवेश, बण जंगल पहाड़ घेराए अंचल, माटीमार सुरक्षा पाई, स्वाभिमान को बंचे रखिया पाई से दिन सृष्टि होता ऐतिहासिक गढ़ रणपुर गढ़। रणपुर गढ़ को बंचे रखिया पाई चतुर्पार्श्व सृष्टि होता 5टी गढ़। तन्मध्यरु आज आमे जो गाँ को जाऊे सी एक गढ़। से गढ़ रे रणपुर राजांकर कोर्ट बसुला, कचेरी होउथला, विचार चलीथिला, खजना आदाय होउथला, एमती अनेक किछि सेही गढ़ पर निर्भर करुथिले रणपुर गढ़र राजा। सेही गढ़ कासंदा गढ़, जहाँ आज आमर लक्ष्य। कासंदा गढ़ अनेक गर्भगौरवଙ୍କୁ जन्म देइछि। सेमानक विषय आमे तो निश्चय जानिबा एवं बुझिबा गाँ भितरे। आसनु मो संगे आगरे कासंदा गढ़। आया नमस्कार। कासंद एमती एक नामकरण कहीं आम गाँव रहा? ये रणपुर राजा थिले ये एरिया रे आ गोटे गढ़ सृष्टि कले। रणपुर राजा को वंशधर राजा? सी होती शबर वंशर राजा। अच्छा, शबर वंश राजारू तेणु ये गोटे जो गढ़ तैयार है से गढ़ हेतु सनंद एठी रहा। राजांकर जो प्रकार कार्यक्रम सब कार्यक्रम ये रहा। सनंद अर्थ कचेरी काम, कचेरी। आज्ञा आज्ञा। से आईन सब ये रहा एवं एठी भी सेमती राजांकर जेमती विचारधारा हुए से धाराटा एठी भी होउतला। अच्छा, एठी जी तुलिया पे रहिले सी किए? से दलगरा। से दलगरा कोड आस्तिले? से आस्तिले रूपेशर। रूपेशा गढ़? रूपेशा गढ़। ओह अच्छा अच्छा। सी आसिक रही योद्धा सी थे। आज्ञा आज्ञा। माने राजांकर रणपुर राजांकर कचेरी काम एठी भी चलथिला? हाँ, एठी चलथिला। का रखिकी सेही भलिया हबो बा भलिया कथाटा बोली कासंद नहीं कि? आज्ञा आज्ञा आज्ञा। सनंदरु संद रणपुर भलिया हेइतिला बोली कासंदा। हां, सनंदरु। हां, जा केते बढ़िया कथाटे। धन्यवाद सब। आज्ञा नमस्कार। कौन कौन सब मंदिर अच्छे आम गाँव में? आज्ञा आम गाँव प्राय बहुत मंदिर अच्छी। प्रथम ये बर्तमान जो विजय परिचय अच्छी बालुंगेश्वर देवपीठ। ये अच्छे तृतीय मंदिर अच्छे, ये माँ दुर्गा मंदिर अच्छी। गाँव बाहर पाणीहर ये व्रतहरा अच्छी। प्रथम जो हांडी मंगलांती से दुर्गा मंदिर करती। यहाँ महादेव पीठ, बालुंगेश्वर पीठ। आउ कौन मंदिर? गाँव ग्राम देवी अच्छी माँ रामचंद्र ठाकुराणी। गाँव मध्यम अच्छे तृतीय मठ। ସେଇଟା ହେଉଛି ନିମାକାଚାର୍ଯ୍ୟଙ୍କର ମଠ। ଏଟା ନିମାକାଚାର୍ଯ୍ୟ ଆଶ୍ରମ ସେଇଟା କୁହାଯାଉଛି।
ଆଉ ତାପରେ ସେପଟେ ଅଛନ୍ତି ଆମର ଗାୟତ୍ରୀ ମନ୍ଦିର ଅଛି, ଜଙ୍ଗଲ ଭିତରେ ଝାଡ଼େଶ୍ୱରୀ ଠାକୁରାଣୀ ଅଛନ୍ତି, ସୁଳିଆ ଠାକୁରାଣୀ ଅଛନ୍ତି, ତାପରେ ପଶ୍ଚିମ ପଟେ ଅଛନ୍ତି ମା ମଙ୍ଗଳା ଠାକୁରାଣୀ ଅଛନ୍ତି, ବହୁତ ଦେବାଦେବୀ ଅଛନ୍ତି ସେଠି। ଆଚ୍ଛା ଏଇ ଯୋଉ ସବୁ ପର୍ବପର୍ବାଣୀ ଠାକୁରଙ୍କର ପୂଜା ଅର୍ଚ୍ଚନା ହଉଛି ୟା ପାଇଁ ରାଜା ତ ଜମିବାଡ଼ି ସବୁ ଖଞ୍ଜି ଦେଇଥିବେ। ସମସ୍ତ ମନ୍ଦିର ପାଇଁ କିଛି ଜମି ଖଞ୍ଜି ଦେଇଛନ୍ତି, କେବଳ ମଙ୍ଗଳା ପାଇଁ କିଛି ଜମି ନଥିଲେ ମଧ୍ୟ ଆଉ ସବୁ ଠାକୁର ପାଇଁ ମନ୍ଦିର ରାଜା ଖଞ୍ଜି ଦେଇଥିଲେ। ଆଉ କିଛି ଆମର ଯୋଉ ମଠ ଥିଲା, ମଠ ସାରା ବହୁତ ମନ୍ଦିର ଥିଲା, ଏଇ ଜାଗା ବାଡ଼ି ବହୁତ ସମ୍ପତ୍ତି ଥିଲା, ସିଏ ବି ନିଜ ତରଫରୁ କିଛି ଠାକୁର ପାଇଁ ମନ୍ଦିର ବି କିଛି ଜାଗା ବି କିଛି ଦାନ କରୁଛନ୍ତି। ମଠ ବି ଅଛି? ଆଜ୍ଞା। କୋଉ ମଠ କଣ କହିଲେ? ଏଇଟା ହଉଛି ବାଲୁଙ୍ଗା ମଠ ହଉଛି ନିମାକାଚାର୍ଯ୍ୟ ଆଶ୍ରମ ମଠ। ଏଇଟା ନିମାକାଚାର୍ଯ୍ୟ ଆଜ୍ଞା, ଦ୍ୱିତୀୟ ଶଙ୍କରାଚାର୍ଯ୍ୟ, ପ୍ରଥମ ଶଙ୍କରାଚାର୍ଯ୍ୟ, ଆଦି ଶଙ୍କରାଚାର୍ଯ୍ୟ, ତାପରେ ଯୋଉ ନିମାକାଚାର୍ଯ୍ୟ ଥିଲେ ସିଏ ହିଁ ମଠ ସ୍ଥାପନ କରିଥିଲେ। ଆଜ୍ଞା ଆଜ୍ଞା। ଆଜି ଆସିକି ହବ 400-500 ବର୍ଷ ମଠ। ବଡ ପର୍ବ କଣ ସବୁ ଆମର ପାଳନ କରାଯାଉଛି ଏଠି? ଆମର ପ୍ରଥମ ବଡ ପର୍ବ ହେଲେ ଗଣପର୍ବ ହିସାବରେ ଦୋଳ କୁଆଁର ପୂର୍ଣ୍ଣମୀ 3 ଦିନ ପରେ ହୁଏ, ନାଚ ତାମସା ହୁଏ, ବହୁତ ଲୋକ ହୁଅନ୍ତି। ଆମ ବାପା ଗୋସିଆ ବେଳେ ପ୍ରଥମେ ଡ୍ରାମା ହଉଥିଲା ସେଠି, ଡ୍ରାମା କାମ ସମସ୍ତେ ବନ୍ଦ ହେଇଗଲା ପରେ ଏବେ ସବୁ ଯାତ୍ରା ପାଟି ଆସୁଛି, 3 ଦିନ 4 ଦିନ ଯାତ୍ରା ପାଟି ହଉଛି, ବହୁତ ଲୋକ ହଉଛି, ମୀନା ବଜାର ପଡୁଛି, ବହୁତ ଲୋକ ବି ଆସୁଛନ୍ତି। ଆଉ ଶିବଙ୍କର ଦୋଳ ପୂର୍ଣ୍ଣିମା ଯାତ୍ରା ହଉଛି, ବଡ ଯାତ୍ରା ହଉଛି, ଦୋଳ ଗାଁ ବୁଲୁଛନ୍ତି। ଶିବରାତ୍ରି? ହଁ ଶିବରାତ୍ରି ଯୋଉ ମହାଜାଗ ଜମର ହଉଛି, ତାପରେ ଦଣ୍ଡ ନାଚ ଏବେ ହାଲି ସରିଲା, ଦଣ୍ଡ ନାଚ ନାଚ ବାହାରେ 10 ଦିନ 15 ଦିନ ସବୁ ନାଚ ହୁଏ। ଝାଡେଶ୍ୱରୀଙ୍କର? ଝାଡେଶ୍ୱରୀଙ୍କର ସେମିତି କିଛି ହୁଏନି, ସେ ଯୋଉ ଆମର ଆସନ୍ତି ସବୁ ଇଏ ମଙ୍ଗଳା ଠାକୁରାଣୀ ମାସରେ ସେମାନେ ଝାଡେଶ୍ୱରୀ ମହାପ୍ରଭୁ ଏଠି ଆସନ୍ତି, ଗାଁରେ ବୁଲି କୁମାର ପୂର୍ଣ୍ଣିମା ଦିନ ଶେଷ ଫଙ୍କସନ ହୁଏ, ଝାଡେଶ୍ୱରୀ ଠାକୁର ଆମ ଗାଁକୁ ଆସନ୍ତି। ଆଜ୍ଞା ହଉ ଆଜ୍ଞା। ରଣପୁର ରାଜାଙ୍କର କଚେରୀ ଗାଁ କାସନ୍ଦା, ଏଇ ସେଇ କାସନ୍ଦା, ଆମ ପଞ୍ଚାୟତ କାସନ୍ଦା, ଆମ ବ୍ଲକ ରଣପୁର, ଆମ ଜିଲ୍ଲା ନୟାଗଡ଼। ଆମ ଗାଁର ଲୋକ ସଂଖ୍ୟା ପ୍ରାୟ 3000, ଘର ସଂଖ୍ୟା 350, 9ଟି ସାଇଟ୍ ନେଇ ଆମର ଏ ଗାଁ କାସନ୍ଦା। ସରକାରୀ ପ୍ରୋତ୍ସାହନରେ ରାସ୍ତାଘାଟ, ଇଲେକ୍ଟ୍ରିକ୍, ପାଣି ସବୁର ସୁବିଧା ଅଛି। ଲୋକମାନେ ଚାଷବାସ କରି ଚଳନ୍ତି, କେହି ଚାକିରି ବାକିରି ଆଉ ବ୍ୟବସାୟ ବାଣିଜ୍ୟ। କେମିତି କଣ ଚାଲିଛି ଗାଁ ବୁଲିବା? ଆଜ୍ଞା ନମସ୍କାର। କଣ କରିକି ଚଳନ୍ତି ଆମ ଗାଁ ଲୋକେ? ଆଜ୍ଞା ଚାଷ କରି ଚଳନ୍ତି। ଆଉ ଚାଷ କହିଲେ କଣ ଫସଲ ହୁଏ? ଧାନ, ମୁଗ, ଚଣା, କୋଳଥ, ଆଖୁ, ଆମ୍ବ। ଇଏ ହେଲା ଭଲ ଭଲ ଫସଲ। ଆଜ୍ଞା କୋଉ ଧାନ ଭଲ ହଉଛି? ସବୁଠୁ ମସୁରୀ ଧାନ ଭଲ ହଉଛି, ପାଟଲାଗି, କଳାଗିରି, ଆଉ କଳା କୋଇଲି, ବଡ ଓଷା, ଏଇ ବିଭିନ୍ନ ପ୍ରକାର ଧାନ ହଉଛି। ମାଟି ଆମର କି ମାଟି, ବାଲିଆ ନା ଦୋରସ? ନାଇଁ ମଟାଳ ମାଟି, ବାଲିଆ ମାଟି ଅଳ୍ପ। ଓହୋ, ଚିନାବାଦାମ ଫିନାବାଦାମ ଏସବୁ? ନାଇଁ ଆଜ୍ଞା ସେ ସବୁ କିଛି ନାହିଁ, ପାଣିର ତ ସୁବିଧା ନାହିଁ। ଆଉ କାହିଁ ପାଣିର ସୁବିଧା ନାହିଁ ମାନେ ଆମର କେନାଲ, ଉଠା ଜଳ ସେଚନ ଏସବୁ କିଛି ନାହିଁ? ଯାହା ଭଗବାନ ଚାହିଁଲେ ପାଣି ହବ, ନହେଲେ ନାହିଁ। ଯୋଉ ବନ୍ଧ ଏରିଆ ଅଛି ସେଗୁଡା ସବୁ ପୋତା ଭଳିଆ। କେମିତି କଣ ଚାଷ ହଉଛି? ସେଇ ବର୍ଷା ଜଳରେ ଯାହା ହବ, ସେଇ ବର୍ଷା ଦିନ ଯୋଉ ବର୍ଷାଟା ହବ, ନଦୀରୁ ପାଣି ଆସିବ, ଛୋଟ ଛୋଟ ବନ୍ଧ ଅଛି ସବୁ, ସେଥିରୁ ପାଣି କିଛି ଆସିଲେ ସେଥିରେ ଚଳିବେ। ଆଉ କଣ, ନହେଲେ ଆଉ କିଛି ବାଟ ନାହିଁ? ଆଉ କିଛି ବାଟ ନାହିଁ। ଚାଷ ଛଡା ଆଉ କଣ କରି ଚଳନ୍ତି ଗାଁ ଲୋକେ? ଚାଷ ଛଡ଼ା ଆମ ଗାଁରେ କିଛି ଲୋକ ଚାକିରି ବାକିରି କରନ୍ତି, କିଛି ଲୋକ ବ୍ୟବସାୟ ବାଣିଜ୍ୟ କରନ୍ତି, ଆଉ କିଛି ଲୋକ ବାହାରକୁ ଦାଦନ ଖଟିବା ପାଇଁ ମଧ୍ୟ ଯାଆନ୍ତି। କାହିଁକି? ଏଠି ଶ୍ରମର ବିଶେଷ ସୁବିଧା ନାହିଁ, ତେଣୁ କିଛି ଲୋକ ଦାଦନ ଖଟିବା ପାଇଁ ମଧ୍ୟ କେରଳ ଯାଆନ୍ତି, ସୁରଟ ଯାଆନ୍ତି। ସରକାର ଆମର ଆଜିକାଲି ମାଟି କାମ, ଇଏ କାମ ପାଇଁ ପଇସା ଦେଲେଣି। ଦଉଛନ୍ତି, ଯେତିକି ସେଠି ଗଲେ ସେମାନେ ଅଧିକ ରୋଜଗାର କରୁଛନ୍ତି, ତେଣୁ କିଛି ଲୋକ ପଳଉଛନ୍ତି, ପଇସା ରଖିକି ପଳେଇ ଯାଉଛନ୍ତି। ଆଜ୍ଞା। ଚାକିରି ଯୋଉମାନେ ସବୁ କରିଛନ୍ତି, କୋଉ କୋଉ ଜାଗାରେ ସବୁ ଚାକିରି କରିଛନ୍ତି? ଭୁବନେଶ୍ୱରରେ ଚାକିରି କରିଛନ୍ତି, ପୁରୀରେ କରିଛନ୍ତି, ରାଉରକେଲାରେ କରିଛନ୍ତି। ଓଡ଼ିଶା ବାହାରେ? ଓଡ଼ିଶା ବାହାରେ ମଧ୍ୟ କିଛି ଲୋକ ଅଛନ୍ତି। ଭାରତ ବାହାରେ? ଭାରତ ବାହାରେ ନଜିର ନାହିଁ ସେମିତି, ଓଡ଼ିଶା ବାହାରେ ଥିବାର ଅଛନ୍ତି। କୋଉ କୋଉ ପାହ୍ୟାରେ ସବୁ ଅଛନ୍ତି? ଆମର ବନ୍ଦନା ଜେନା ଅଛି, IAS ଅଛନ୍ତି, ମାସ୍ ଏଜୁକେସନ ଯିଏ ଆସିଥିଲେ, ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାପିତ। ଆଉ ଜଣେ ଆମର ଅଛନ୍ତି ରିଜର୍ଭ ବ୍ୟାଙ୍କରେ ଜଣେ ଚାକିରିଆ ଅଛନ୍ତି। କୋଉ କୋଉ ବିଭାଗର ସବୁ ବେଶୀ ଅଛନ୍ତି? ଡାକ୍ତର, ଇଞ୍ଜିନିୟର? ଏମିତି ଡାକ୍ତର ଇଞ୍ଜିନିୟର ପ୍ରାୟ ନାହାନ୍ତି, ଲେକ୍ଚର ଅଛନ୍ତି 2-3 ଜଣ, ଆଉ ଶିକ୍ଷକ ଅଛନ୍ତି, କିରାନୀ ଅଛନ୍ତି, ଏଇ ଭାବରେ। ଆଜ୍ଞା ଆଜ୍ଞା, ହଉ ହଉ।
ଆଜ୍ଞା ନମସ୍କାର। ରଣପୁରର କା ନେଇକି ଏଠି ସନନ୍ଦ ବା କଚେରୀ ସୃଷ୍ଟି ହେଇଥିଲା ନାଇଁ କି ତାକୁ ମିଶେଇ ଆମର ଏଠି ଗାଁର ନାମକରଣ କରାଯାଇଥିଲା କାସନ୍ଦା। ଏ କାସନ୍ଦା କୋଉମାନଙ୍କୁ ନେଇ ଗର୍ବ ଅନୁଭବ କରେ? କାସନ୍ଦା ପ୍ରକୃତରେ ଏଠି ଦଳବେହେରା ପରିବାର ଯିଏକି ରାଜୁଡ଼ା ଶାସନରୁ ରଜା ରାଜତ୍ୱ କରୁଥିଲେ ଏବଂ ତାଙ୍କ ପ୍ରତିନିଧି ହିସାବରେ ସେ ପରିବାର ଏଠି ଗାଁ ଲୋକଙ୍କର ବା ଏ ଏରିଆର ଶାନ୍ତି ଶୃଙ୍ଖଳାଠୁ ଆରମ୍ଭ କରି ସୁବିଧା ଅସୁବିଧା ବୁଝୁଥିଲେ। ତାଙ୍କର ଯେ ସ୍ୱର୍ଗତ କଣ୍ଡୁରୀ ଚରଣ ସାମନ୍ତ ସିଂହ ସେ ଗାଁର ଅନ୍ତତଃ ସୁଖ ସୁବିଧା ଏବଂ ପ୍ରଧାନ ହିସାବରେ କାମ କରୁଥିଲେ। ତାପରେ ଆମର ସ୍ୱର୍ଗତ ସଚିଦାନନ୍ଦ ସାମନ୍ତରାୟ ତାଙ୍କର ପୁତୁରା ଜଣେ ନାଟ୍ୟକାର ଥିଲେ, ବିଶିଷ୍ଟ ନାଟ୍ୟକାର ଥିଲେ, ସମାଜସେବୀ ଥିଲେ। ତାପରେ ସ୍ୱର୍ଗତ ଦାମୋଦର ବେହେରା ଯିଏକି ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ସମାଜ ସଂସ୍କାର ପାଇଁ ଶିକ୍ଷା, ରାସ୍ତା, ରାଜନୈତିକ ଅଧିକାର ଏସବୁ ନେଇକରି ବହୁତ କାମ କରିକି ତାଙ୍କ ଜୀବଦଶାରେ ଯାଇଛନ୍ତି। ତାପରେ ଏଠାର ଗୁରୁଜୀ ବୋଲି ପରିଚିତ ଶ୍ରୀଯୁକ୍ତ ମୁରଲୀଧର ବେହେରା ବହୁ ବର୍ଷ ଧରି ସ୍ଥାନୀୟ ରାମଚନ୍ଦ୍ର ବେସିକ୍ ସ୍କୁଲରେ କାମ କରି ସ୍କୁଲ ସବ୍ ଇନ୍ସପେକ୍ଟର ହିସାବରେ ବିଭିନ୍ନ ଜାଗାରେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ଏବଂ ତାଙ୍କ ସାଥିରେ ତାଙ୍କର ଦାଦା ଦାମୋଦର ବେହେରା ଏବଂ ଆଉ କିଛି ସ୍ଥାନୀୟ ବ୍ୟକ୍ତିତ୍ୱଙ୍କର ସହଯୋଗରେ ସେ ନାରୀ ଶିକ୍ଷା ପାଇଁ ଏଇ 87 ମସିହା ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ଗଢ଼ିପାରିଛନ୍ତି ଏବଂ ଗତ 10 ବର୍ଷ ତଳୁ ସୁର୍କାବାଡ଼ି ଏଠି ପାଖର ପଞ୍ଚାୟତ ହେଡ଼କ୍ୱାର୍ଟର ଏବଂ ଗାଁ ଏବଂ ଆମ ଗାଁ ମଝିରେ ଏକ ଯୁକ୍ତ 2 ମହାବିଦ୍ୟାଳୟ ବି କରିପାରିଥିଲେ। ଆଉ ତାଙ୍କର ପରିବାରର ଡକ୍ଟର ବିଦ୍ୟାଧର ବେହେରା ବର୍ତ୍ତମାନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ପ୍ରଫେସର ହିସାବରେ ଅବସ୍ଥାପିତ। ଆଉ ଜଣେ ଏଇ ଗାଁରେ ଗର୍ବ ନେଇକରି ଡକ୍ଟର ଲକ୍ଷିନ୍ଦର ବେହେରା ସେ ବି ରଣପୁର ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଏବଂ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଜେନା ଯିଏକି ବର୍ତ୍ତମାନ ଓଡ଼ିଶା ରିଜର୍ଭ ବ୍ୟାଙ୍କର ରିଜନାଲ ଡିରେକ୍ଟର ହିସାବରେ କାମ କରନ୍ତି। ତାଙ୍କର ଭାଇ ପ୍ରସନ୍ନ କୁମାର ଜେନା ଆଲାଏଡ ଅଫିସର ବର୍ତ୍ତମାନ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କରେ ଅବସ୍ଥାପିତ ଏବଂ ତାଙ୍କର ସ୍ତ୍ରୀ ବନ୍ଦନା ଜେନା ଆମର ଗଣଶିକ୍ଷା ବିଦ୍ୟାଳୟର ସଚିବ ହିସାବରେ କାମ କରି ବର୍ତ୍ତମାନ ସିନିୟର IAS ଅଫିସର ହିସାବରେ ଦିଲ୍ଲୀରେ ଅବସ୍ଥାପିତ ଏବଂ ଏହା ବ୍ୟତୀତ ଆମର ବ୍ୟାଙ୍କରେ UBI ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ସେ ବି ତାଙ୍କର ଷ୍ଟୁଡେଣ୍ଟ ସମୟରେ ମାନେ ଗର୍ବ କହିଲେ ସରିବ ନାହିଁ କିନ୍ତୁ ଆମ ଗାଁ କେମିତି ଡେଭଲପ ହବ ସେମାନଙ୍କର ଚିନ୍ତା ନାହିଁ। ଚିନ୍ତା ଅଛି, ଚିନ୍ତା ମୁଁ ଗାଁ ଭିତରକୁ ପଶୁ ପଶୁ ଆପଣଙ୍କର ଗଡ଼ ବୋଲି କୌଣସି ଗୋଟେ ଗେଟ୍ ଦେଖିବାକୁ ପାଇଲି। ଯୋଉମାନେ ଆଜି ପର୍ଯ୍ୟନ୍ତ ଆମ ଗାଁକୁ ତିଆରି କରି ଆସିଥିଲେ ସେମାନଙ୍କର ଷ୍ଟାଚୁ ଦେଖିବାକୁ ପାଇଲିନି। ଠିକ ତ ସେଗୁଡାକ କେମିତି ହବ ଏଇ ଗର୍ବ ଗୌରବ ମାନେ କରିବେ ଏଇ ଆଶା ନେଇକି ମୁଁ ରହୁଛି। ଧନ୍ୟବାଦ। नमस्कार। नमस्कार आज्ञा। बहु ज्ञानी गुणी शिक्षित को नहीं आम गाँ कासंदा नहीं ये आम शिक्षार व्यवस्था केमती कौन कौन सब स्कूल अच्छी? शिक्षा मनुष्य को समाज रे एक स्वतंत्र स्थान दे थाए एवं शिक्षार उन्नति पाई समस्त ग्रामवासी माने समस्ते चेष्टित तेणु से शिक्षार सर्वांगीन उन्नति पाई एवं शिक्षार सर्वांगीन विकास पाई तांकर ग्रामवासी मानकर मिलित उद्यम रे एठारे विभिन्न शिक्षानुष्ठान मान स्थापन करा जायछि। सेथि मध्यरु आमर 2टी अंगनवाड़ी हेछि एवं एठारे स्वर्गत रामचंद्र महापात्रंकर आप्राण चेष्टारे हेछि 1932 मसियारु एठारे रामचंद्र नोडाल उच्च प्राथमिक विद्यालय स्थापना करा जायथिला जहा द्वारा कि एठारे ग्रामवासी ग्राम कासंदा ग्रामर पिला मानकर पाठपढ़ा आमर क्लास 1 रु क्लास 7 पर्यंत सुचारू रूपे परिचालित हेउछि। आउ कोन अछि?
तापर आमर बालिका विद्यालय 1987 मसीह आमर सेत बलकार तत्कालीन सरपंच भिकारी चरण पाल्टा सिंह एवं आमर शिक्षाविद मुरलीधर बेहेरांकर आप्राण चेष्टार उद्यम आमर बालिका हाईस्कूल स्थापन करा जायतिला 1987 मसीह एवं सेठी प्रथम प्रधान शिक्षयित्री भाव में मु अवैतनिक भाव में दायित्व ग्रहण करी। कॉलेज पे पिला माने कोठी जानते कॉलेज होची एठार समस्या कारण पुओ एवं झियो उभय पिला माने कॉलेज पाई एठारू 10 किलोमीटर दूर बोलगड़ एवं सुनाखेड़ा को जाउछथि। हमर जो स्कूल गुडी को अछि क्षेत्र असुविधा कोन अछि बोली भाबुछन्ती? स्कूल रे हमर प्राइमरी स्कूल पाई निहाती हमर पाचेरी आवश्यक एवं भल बिल्डिंग आवश्यक आ बालिका विद्यालय पाई मध्य बिल्डिंग रो असुविधा रही कंप्यूटर रो असुविधा रही तेणु से सब जदि खूब शीघ्र समाधान होता एक था कागु लेखा लेखि कलेन ना लेखा लेखि पाई चलती चेष्टा चलती एवं मु भाबुची निश्चित भाव में ये अति शीघ्र ए सब रो समाधान हेति जा हो आगे धन्यवाद धन्यवाद। नमस्कार। हम महिला माने सृष्टि करता स्वयं सहायक गोष्ठी आम गाँव में सृष्टि होती 7टी स्वयं सहायक गोष्ठी से समस्त मोरी पाखे कौन करन से जाना आसन। आज्ञा मैंने नमस्कार ये जो स्वयं सहायक गोष्ठी करुँच कौन करते आप? आज्ञा कुकुड़ा फार्म कर कुकुड़ा फार्म आज्ञा कौन केमती ऋण आनी? सरकार ऋण पाई 3,50,000 ऋण देते से आम कुकुड़ा फार्म कर लाभवान भी लोन सुझी सारा आ किसी लोन सरकार आवेदन आम धूपकाठी धूपकाठी माने कौन केमती सरकार 3 लाख लोन आनिक धूपकाठी करके बिक्री करूँ। अच्छा ये धूपकाठी कल ताको शिखिया पे कि उडी के आसी? हां ब्लॉक तरफ रणपुर ब्लॉक तरफ लोक आस्थिले हमको शिखि देथिले आमे करूछु गां रे का को दउछु आमे निजे करूछु करी बिक्री करी लोन ता सुझी साइलुनु। आपण माने कोन करंदी? धूपकाठी सेड देकी पैक करके पकेट बिक्री करछु। हां जाओ केते कोन ना दर रखछन धूपकाठी? धूपकाठी अछि बड़ा मजूरी दिया होची 22 टका बिका होची 55 56 57 पैकेट 9 टका 10 टका सेड दिया। आज्ञा आज्ञा हो आपण माने कोन करंती? आपण माने कोन करंती? कोन बे नुवा करछु ग्रुप। अच्छा किछ करिनु। आपण माने कोन करंती? हम छेली पालन करथिले। हां हां माने कोन ऋण करथिले? ऋण आनिथिलु 3,50,000 टका। केते छेली आनिथिले? छेली आनिथिलु 50-60 हबो छेली आनिथिलु। की छेली सब से जो बड़ 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 नाही एई देसी छेली जे लंका छेली जो लक्का छेली न मरि गले से छेली उराक एबे छेली आउ तो नाहंती मरि गले एबे जो स्कूल खाद्य दायित्व नै जो। आज्ञा नमस्कार आपण आम गाँव सरपंच महिला मानक एकाठी करी स्वावलम्बी करैछन्ती से निज गोटे ठियाबार साहस पाई से भारी बड़ कथा से अशेष अशेष धन्यवाद आपन को। आ गोटे बड़ कथा हूँ गाँ भितर मुझे बुलिली तो सुजोग अच्छी बोली आपको पचारि दूची आम गाँव में असुविधा जलसेचन कौन केमती सुविधा गाँव डाक्तरखाना हवा कथा से हम जलसेचन बस्ती पाइप बस्ती दवानगर एबे पाइप सब बसिलानी? हां बसलानी वर्षा बसलानी। हां पानी बाहर जानी? हां एबे कोन पानी बाहर जानी एबे कोन खराब हो गई चले के खाइ किछि नहले चाष बास में सुविधा हबो चाष न खाया भी नहीं। अच्छा हमर आ गोटे असुविधा होची डाक्तरखाना। हां डाक्तरखाना श्रीयुक्त मोर स्वामी खेला डाक्टर खेला हां 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 आमे जागा देबो खने डाक्तरखाना आपन तो स्वामी तो आगु एटी डाक्तरखाना करथिले जे लोक जानदिनी कुआडे कटक डाक्तर भी फेल मारी जाती नहीं सी चाहूले डाक्तरखाना हो बोली आपड़ एवं केमी करेंगे बोली भावुँ? हौ आप समस्त एकाठी होती सब भल अच्छा धन्यवाद 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 हौ आज्ञा आज्ञा। बहुत बड़ बड़ जगह चाकरी आम लोक मैंने करथिले भी चाष प्रति गोटे अहेतुक संपर्क अच्छी स्नेह अच्छी समस्ते चाहती भल चाष टी आम करने आमर ये भल चाष हुए फसल भल हुए किंतु पानी असुविधा वर्षा पानी हेले जाइए फसलटा हुए पानी जदि हुआ ताहले चाषबास आहरी आगे जाता लोक मैंने बाहर को जाते ना चाषपाई पानी आवश्यकता तार जलसेचन ना गोटे बड़ असुविधा आउ कौन असुविधा अच्छे बुझा
ଆଜ୍ଞା ନମସ୍କାର। ଆମ ଗାଁରେ ଚାଷ ପାଇଁ ପାଣିର ବ୍ୟବସ୍ଥା ନଥିଲେ ବି ଚାଷ ଭଲ ହଉଛି ନାଇଁ କି? ଆଜ୍ଞା ବଡ଼ ବଡ଼ ପାହ୍ୟାରେ ମଧ୍ୟ ଆମ ଗାଁର ଲୋକ ଚାକିରି କରିଛନ୍ତି। ଆଜ୍ଞା ଭଲ ଭଲ ଜ୍ଞାନୀ ଗୁଣୀ ମଧ୍ୟ ଆମ ଗାଁରେ ଅଛନ୍ତି ନାଇଁ? ଅସୁବିଧା ତାର କ'ଣ ଅଛି ବୋଲି ଭାବୁଛନ୍ତି? ଆମ ଗ୍ରାମ କାସନ୍ଦାର ପ୍ରାୟ 90% ଲୋକ କୃଷି ଉପରେ ନିର୍ଭର କରନ୍ତି। କୃଷି କହିଲା ମାନେ ଏଠି ଧାନ ଚାଷକୁ ବୁଝାଏ, କିନ୍ତୁ ଧାନ ଚାଷ କରିବା ପାଇଁ ଯେଉଁ ପାଣିର ଆବଶ୍ୟକତା ସେଇ ପାଣି ଆମ ଗାଁର ପ୍ରାୟ ସବୁ ଜମିକି ହୁଏ ନାହିଁ ଏବଂ ବର୍ଷା ଉପରେ ନିର୍ଭର କରି ସାଧାରଣତଃ ଚାଷବାସ କରିଥାନ୍ତି। ହଁ ସେଇ କଥା ତ ମୁଁ କହିଲି ଆଜ୍ଞା ଯେ ପାଣିର ଅସୁବିଧା ଥିଲେ ବି ଆମର ଚାଷ କିନ୍ତୁ ହଉଛି, ଆହୁରି ପାଣି ହେଲେ ଭଲ ହୁଅନ୍ତା। ଜଳସେଚନ ଆମର ଅସୁବିଧା। ଆଉ କ'ଣ ଅସୁବିଧା? ଜଳସେଚନ, ସେ ଜଳସେଚନ ପାଇଁ ହିଁ ଆମର ଗୋଟେ ବନ୍ଧ ଗୋଟେ ଅଛି, କିନ୍ତୁ ସରକାରଙ୍କର ଉଦାସୀନତା ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ହେଇପାରୁନାହିଁ। ମାନେ ସେଇଟା କାମ ହେଇଗଲେ ଜଳସେଚନ ଆଉ ଠିକ ହୁଅନ୍ତା ହେଇପାରନ୍ତା ନାଇଁ କି? ଆଜ୍ଞା। ଆଚ୍ଛା ଆଚ୍ଛା ଆଉ କ'ଣ ଅସୁବିଧା ଅଛି? ଏ କାସନ୍ଦାରେ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ। ଏଠି 2ଟି ପଞ୍ଚାୟତ 20 ଖଣ୍ଡ ଗାଁ ଅଛି। ସ୍ୱାସ୍ଥ୍ୟ କେନ୍ଦ୍ରଟି ହେଲେ ସମସ୍ତେ ଏଠି ଉପକୃତ ହେଇପାରିବେ। ଆଉ ମୁଖ୍ୟତଃ ଏଠି ଆମର ଏଇ ଯୋଉ ସ୍ୱାସ୍ଥ୍ୟ କେନ୍ଦ୍ର କଥା କହିଛନ୍ତି ସେଇଟା ସରକାରଙ୍କ କାନରେ ପଡ଼ିଲାଣି ନା? ଆଜ୍ଞା ଆଗରୁ ପଡ଼ିଛି। କ'ଣ କହୁଛନ୍ତି? ଏଠି ଟିକେ ରାଜନୈତିକ ଦୁର୍ବଳତା ଯୋଗୁଁ ହେଇପାରୁନାହିଁ। ତାମାନେ ଭାଗ ହେଇଛି ବୋଧେ ଆମ ଗାଁ? ହଁ ସେମିତି ନଥିଲେ ମଧ୍ୟ କାହାର ଇଣ୍ଟରେଷ୍ଟ ନାହିଁ ଯେ ଏ ଜିନିଷଟା କରିବା ପାଇଁ, ସାମୂହିକ ବିକାଶ କରିବା ପାଇଁ। ଆମ ଗାଁର ଡାକ୍ତର କିଏ ଅଛନ୍ତି? ଆମ ଗାଁରେ ଡାକ୍ତର କେହି ନାହାନ୍ତି। ମାନେ ଡାକ୍ତର ଚାକିରି କିଏ କରିନାହାନ୍ତି। ମୁଖ୍ୟତଃ ଆଉ ଗୋଟିଏ ରହୁଛି ଏଠି 10 କିଲୋମିଟର ଯିବାକୁ ପଡୁଛି, ମେଡିକାଲ ଯିବାକୁ ପଡୁଛି, ବ୍ୟାଙ୍କ ଯିବାକୁ ପଡୁଛି। ଏଠି ଗୋଟେ ବ୍ୟାଙ୍କ, ଯେକୌଣସି ବ୍ୟାଙ୍କ ହଉ ପଛେ ଗୋଟିଏ ଶାଖା ନିହାତି ଆବଶ୍ୟକ। ମାନେ ଅସୁବିଧା ଭିତରେ ଆମର ହଉଛି ସ୍ୱାସ୍ଥ୍ୟ କେନ୍ଦ୍ର ନିହାତି ଦରକାର, ଆଉ ବ୍ୟାଙ୍କ ଗୋଟେ ଦରକାର, ଆଉ ଏତିକି ହଉଛି ଅସୁବିଧା। ଜଳସେଚନ ଏତିକି ସୁବିଧା ହେଇଗଲେ ଯାହା। ଆଚ୍ଛା ଆଚ୍ଛା ହଉ ଆଜ୍ଞା। ରଣପୁରର କାହାଣୀ ସୃଷ୍ଟି ହେଇଥିବା ଗାଁ କାସନ୍ଦା। ରଣପୁରର କଚେରୀ ଏଇଠି ଚାଲିଥିଲା। ଗର୍ବ ଗୌରବ ଯେଉଁମାନେ, ସେ ଆଜି ବି ଗାଁ ପ୍ରତି ତାଙ୍କର ସେ ସ୍ନେହ ଶ୍ରଦ୍ଧା ଅଛି। ସେମାନେ ସମସ୍ତେ ଗାଁକୁ ଉନ୍ନତି କରିବା ପାଇଁ କଥା ମଧ୍ୟ ଦେଇଛନ୍ତି। ଅସୁବିଧା ଭିତରେ ଯାହା କିଛି ଥିଲା ସରପଞ୍ଚ ମହୋଦୟଙ୍କ ସହିତ ଭେଟ ହେଲା, ସିଏ ତାର ପୂରଣ କରିବା ପାଇଁ ଚାହୁଁଛନ୍ତି। ତାଙ୍କ ସ୍ୱାମୀ ଜଣେ ଡାକ୍ତର ଥିଲେ, ସିଏ ଚାହୁଁଛନ୍ତି ଗାଁରେ ନିଜେ ଜମି ଦେଇକି ଡାକ୍ତରଖାନାଟିଏ କରିବେ। କେଡ଼େ ସୁନ୍ଦର କଥା। ବ୍ୟାଙ୍କ ପାଇଁ ସରକାରଙ୍କ ପାଖରେ ସେ ଆବେଦନ କରିଛନ୍ତି। ଜଳସେଚନ ପାଇଁ ବ୍ୟବସ୍ଥା ହେଇସାରିଛି, ଉଠା ଜଳସେଚନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେ ଧୀରେ ଧୀରେ ସେସବୁ ପୂରଣ ହେଇଯିବ ଏ ଆଶା ରଖି ମୁଁ ଫେରିବାର ସମୟକୁ ଆଦରି ନେଉଛି। ଏ ଗାଁଟି ସୁନ୍ଦର, ଏଥିରେ ଦ୍ୱିମତ ନାହିଁ। ଫେରିବାର ସମୟ ହେଇଗଲା, ଫେରି ଯାଉଛି। ପୁଣି ଭେଟ ହେବ ଆସନ୍ତା ରବିବାର ଆପଣଙ୍କ ଗାଁରେ, ଯଦି ଆପଣ ଚିଠିଟିଏ ଦେବେ ଏବଂ ଗାଁଟି ଐତିହ୍ୟ ଭରା ହେଇଥିବା ଦରକାର। ଠିକଣା ଦେଖନ୍ତୁ, ଛୋଟମୋର ଗାଁଟି, ଇଟିଭି ଓଡ଼ିଆ, ପୋଷ୍ଟ ବ୍ୟାଗ୍ ନମ୍ବର 38 ଭୁବନେଶ୍ୱର। ରହୁଛି ଆଜ୍ଞା, ଭେଟ ହେବ ଆସନ୍ତା ରବିବାର ଠିକ୍ ଦିନ 1:30 ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣମାନଙ୍କ ସ୍ନେହର ମୁଁ ନମସ୍କାର। ଛୋଟ ମୋର ଗାଁଟି